ତମେ ବୁଲି ଲଗେଇଦବ ତା ଭିତରେ। ହଉ ହଉ। ଶୁଣନ୍ତୁ କାଲି ଯୋଉମାନେ ଆସିଥିଲେ ଅରବିନ୍ଦଙ୍କ ସମର୍ଥକ ହୁଅନ୍ତୁ କି ଯିଏ ବି ହୁଅନ୍ତୁ ସେମାନେ ତ ବିଜୁ ଜନତା ଦଳ ଲୋକମାନେ ଆସିଥିଲେ ନା। ତେଣୁ ବିଜୁ ଜନତା ଦଳ ଲୋକମାନେ ବିଜୁ ଜନତା ଦଳ କର୍ମୀମାନେ ନବୀନ ବାବୁ କାହିଁ ଦେଖାଦେଲେନି? ନବୀନ ବାବୁ ପୂର୍ବ ଦିନ କିଛି କୁଚରକୀ ଗୋଷ୍ଠୀ ମାନେ ଆସିଥିଲେ ତାଙ୍କୁ ଦେଖାଦେଲେ। କାଲି ଯେତେବେଳେ ବିଜୁ ଜନତା ଦଳର 60, 70, 80 ବର୍ଷିଆ ଲୋକମାନେ ଆସିଥିଲେ ସେମାନଙ୍କୁ ନା ବିଜୁ ଜନତା ଦଳ ବିଜୁ ବାବୁଙ୍କ ସହିତ ଅଛୁ ତାଙ୍କୁ କାହିଁ ଦେଖାଦେଲେନି? ସେଟା ବି ପ୍ରଶ୍ନବାଚୀ ଅଛି। ଏବଂ ଦୁଇରେ ଆଜି ବିଜୁ ଜନତା ଦଳ ଅପ୍ରକୃତିର ପରିସ୍ଥିତି କାହିଁ ଘଟିଛି ଆପଣ ଦେଖିବେ। ରାମାୟଣ ବେଳେ ଯେମିତି ଗୋଟେ ମନ୍ଥରା ଥିଲା ସେମିତି ବିଜୁ ଜନତା ଦଳର ଗୋଟେ ମନ୍ଥରା ଆସିଛି, ପୁରୁଷ ମନ୍ଥରା। ଅତନୁ ସବ୍ୟସାଚୀଙ୍କ ନାଁ ଯିଏ ହଉଛି ପୁରୁଷ ମନ୍ଥରା, ସେଇଭଳିଆ ନାଟକବାଜି କରୁଛନ୍ତି। ଏ ଘଟଣାରେ କହିବାର ତାତ୍ପର୍ଯ୍ୟ ହେଉଛି ସେ ଯୋଉମାନେ ବିଜୁ ଜନତା ଦଳର ଗୋଟେ ହଉଛି ଆପଣ ଦେଖିବେ ନିମାପଡ଼ାରେ ଗୋଟେ ବିଜୁ ଜନତା ପ୍ରାର୍ଥୀ ହେଇଥିଲା ଦିଲ୍ଲୀପ ନାୟକ, ତାଙ୍କର ସେ ଜେଲ୍ ଯାଇଛନ୍ତି ଠକେଇ କେସରେ, ତାଙ୍କୁ ଦଳ ସସ୍ପେଣ୍ଡ କଲାଣି। ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ମର୍ଡର କେସରେ ଯାଇଛନ୍ତି, ସସ୍ପେଣ୍ଡ ହେଲେଣି। ପ୍ରତାପ ଜେନାଙ୍କ ନାଁରେ ଆସିଥିଲା କେନ୍ଦ୍ରାପଡ଼ାରେ ଫ୍ରଡ୍ କେସ୍, ସେ ସସ୍ପେଣ୍ଡ ହେଲେଣି। ଏବଂ ତା ସହିତ କାଲି ଦେଖେ ପ୍ରତାପ ଜେନା ବେରାବିଶି ବ୍ଲକର ଯିଏ ଅଛନ୍ତି ମହାରାଜା ବାବୁ ଯିଏ ଅଛନ୍ତି ବ୍ଲକ ଚେୟାରମ୍ୟାନ, ତାଙ୍କ ନାଁରେ ଗୋଟେ ସସ୍ପେଣ୍ଡ ଅର୍ଡର କାଲି ଚିଠି ହେଇଛି। କଣ ହେଇଛି, କୋଉ ମସିହାରେ ତାରିଖ ପଡିଛି? 8 ମସିହା 22/8/2024 କୋଉ ଦିନ ହବ ସେଇ ଦିନ ସସ୍ପେଣ୍ଡ ଲାଗୁ ହବ। ତେଣୁ ଏ କାଗଜ ଗୁଡିକ ଲୋକଙ୍କୁ ଗୋଟେ ଭୁଆଁ ବୁଲେଇବା ପାଇଁ ଏ କାର୍ଯ୍ୟକ୍ରମ ଚାଲିଛି। ଅତନୁ ସବ୍ୟସାଚୀ ନାୟକ ଯେ କି ନାଟର ଗୋବର୍ଦ୍ଧନ ଏଇ ଯୋଉ ପୁରୁଷ ମନ୍ଥରା ହିସାବରେ ବିଜୁ ଜନତା ଦଳରେ ନାନା ପ୍ରକାର ଅପ୍ରଗତିକର ପରିସ୍ଥିତି ଅଛି। ଯୋଉମାନେ ପ୍ରକୃତରେ ଦୁର୍ନୀତି କରୁଛନ୍ତି, ଯୋଉମାନେ ବିଶ୍ୱାସଘାତକତା କରୁଛନ୍ତି, ଯୋଉମାନେ ନବୀନ ପଟ୍ଟନାୟକକୁ ବିଗତ ଦିନରେ ଗାଦିଚ୍ୟୁତ କରି ପ୍ୟାରୀ ମହାପାତ୍ରଙ୍କୁ କରିବା ପାଇଁ ଯୋଜନା କରିଥିଲେ, ସେଇ ଅତନୁ ସବ୍ୟସାଚୀ ନାଟର ଗୋବର୍ଦ୍ଧନ କାର୍ଯ୍ୟକ୍ରମ କରୁଛି। ସେଟା ହାରି ଯାଇଛନ୍ତି। କାହିଁକି ଏ କୁଚରକୀ କାର୍ଯ୍ୟକ୍ରମ କରୁଛନ୍ତି ତାହା ହିଁ ପ୍ରଶ୍ନବାଚୀ ଅଛି। ଏବଂ ତତ୍ସହିତ ଯେତେବେଳେ ମିଡନାଇଟ୍ ଅପରେସନ କଲେ ଅତନୁ ସବ୍ୟସାଚୀ ହେରିକା, ସେ ମେରିଅନ୍ ହୋଟେଲରେ ଥିଲେ, ମେରିଅନ୍ ହୋଟେଲରୁ ପଳେଇଲେ ଧ୍ରୁବ ସାହୁଙ୍କୁ ଧରିକି, ସାକ୍ଷୀ ଗୋପାଳରେ ତାଙ୍କୁ ଛାଡ଼ିଦେଲେ। ସାକ୍ଷୀ ଗୋପାଳରେ ତାଙ୍କ ନିଜବାନ୍ଧ ଆଶ୍ରମରୁ ପଳେଇଲେ ପୁରୀରେ ଲୁଚିବା ପାଇଁ, ସେ ଧରାଛୁଆଁ ଦେଲେନି। ଏବଂ ଆଉ ଗୋଟେ କଥା ହେଉଛି ଆପଣ ବିଗତ ଦିନ ଗୋଟେ ପ୍ରଭାତ ତ୍ରିପାଠୀଙ୍କ ନାଁରେ କଟକର ମୁରବୀ ଏବଂ ତତ୍ସହିତ ପୂର୍ବତନ ବାଙ୍କିର ଥିଲେ ବିଧାୟକ, ତାଙ୍କ ନାଁରେ ଗୋଟେ ମିଛ କଥା କହିଲେ, ଗଣମାଧ୍ୟମରେ ବଜେଇଲା, ତାଙ୍କର ସସ୍ପେଣ୍ଡ ଉଠି ଯାଇଛି। ନବୀନ ବାବୁ ପାଟିରେ ଆସି କୁହାଇଲେ ଯେ ନବୀନ ବାବୁ କୁହନ୍ତୁ ଯେ ସେ ନାନା ପ୍ରକାର କଳଙ୍କିରେ ଅଛନ୍ତି କିମ୍ବା ନାନା ପ୍ରକାର ଏ ଯୋଉ ସସ୍ପେଣ୍ଡ ଅଛନ୍ତି। କୋଉ ସସ୍ପେଣ୍ଡ ଗଣମାଧ୍ୟମ ଦେଖାଇଦେଲା, ସତ କଥା ହେଲା ସେ ସସ୍ପେଣ୍ଡ ଉଇଡ୍ର ହେଇଯାଇଥିଲା। ଏବଂ ପ୍ରଭାତ ବିଶ୍ୱାଳଙ୍କ ସହିତ ବି ସେ ବେଇମାନି କରିଛନ୍ତି। ବିଗତ ଦିନେ ଆପଣ ଦେଖିବେ ପ୍ରଭାତ ବିଶ୍ୱାଳଙ୍କ ସହିତ ଯତି ଭଲ ଥିଲା। ଏଇ ଅତନୁ ସବ୍ୟସାଚୀ ନାୟକ ପ୍ରଭାତ ବିଶ୍ୱାଳଙ୍କ ସହିତ ମିଡନାଇଟ୍ ଅପରେସନ ଯୋଉ କାର୍ଯ୍ୟକ୍ରମ ମିଛରେ କରେଇ ନିଜେ ଧରା ନ ପଡି ହାଇଦ୍ରାବାଦ ଲୁଚିବାକୁ ପଳେଇଲେ, ଯେତେବେଳେ ପୁରୀ ବାଟ ଦେଇକି ପୁରୀରେ ଦେଇକି ପୁଣି ପଳେଇଲେ ପୁରୀ ଏଇ ଯୋଉ ହାଇଦ୍ରାବାଦ। ପ୍ରଭାତ ବିଶ୍ୱାଳଙ୍କ ଘରକୁ ଆଜି ପର୍ଯ୍ୟନ୍ତ ସେ ଗଲେନି ମୁହଁ ଦେଖିବା ପାଇଁ ମିଡନାଇଟ୍ ଅପରେସନଠୁ। ସେଥିଯୋଗୁଁ ତ ପ୍ରଭାତ ଭାଇ ଯିଏ ଅଛନ୍ତି ପୂର୍ବତନ ବିଧାୟକ କଟକ 14ର, ସେ ବାରମ୍ବାର କହୁଛନ୍ତି ମୁଁ ନାଲି ପୋଷାକ କାହିଁକି ପିନ୍ଧିଛି। ମୁଁ ନାଲି ପୋଷାକ ପିନ୍ଧିବାର ପୂର୍ବତନ ମନ୍ତ୍ରୀ ହେଉଛନ୍ତି ଅତନୁ ସବ୍ୟସାଚୀ, ଯିଏକି ମନ୍ଥରା କାର୍ଯ୍ୟକ୍ରମ କରିଥିଲେ। ଏଇ ସବୁ ମିଡନାଇଟ୍ ଅପରେସନ କାର୍ଯ୍ୟକ୍ରମ କରି କେନ୍ଦ୍ର ନବୀନ ବାବୁ ଗାଦିଚ୍ୟୁତ ହେବେ, ପ୍ୟାରୀ ବାବୁ ମୁଖ୍ୟମନ୍ତ୍ରୀ ହେଇଯିବେ, ଏଇ ଘଟଣାଟି ସବୁବେଳେ କରୁଥିଲେ। ପୁଣି ପାଣ୍ଡିଆନଙ୍କୁ ଧରିଲେ, ପୁଣି ପାଣ୍ଡିଆନଙ୍କୁ ଧରୁ ଏବେ ପୁଣି ତାଙ୍କର ଯେ ବ୍ଲୁଜୁମ୍ ଜଣେ ଥିଲେ ବି ରାକେଶ ଦୀକ୍ଷିତ ବି ଜଣେ ନାମକ ଜଣେ ଯୁବକ ଥିଲେ, ତାଙ୍କୁ ବି ଧୋକା ଦେଇଛନ୍ତି। ଏ ଘଟଣାଟି ତେଣୁ ଓଡ଼ିଶାରେ ଏ ନବୀନ ବାବୁଙ୍କୁ ବାରମ୍ବାର ମିଛୁଆ କହିବା, ବାରମ୍ବାର ଦୁର୍ନୀତି ଖବରକୁ ଆଗକୁ ଆଣିବା, ଏ ଘଟଣା ଗୁଡ଼ିକ ବାରମ୍ବାର ନବୀନ ବାବୁଙ୍କୁ ନିନ୍ଦିତ କରିବା ପାଇଁ ସେ ପ୍ରୟାସରତ ଅଛନ୍ତି। ଓ ନବୀନ ବାବୁ କେବେ ସସ୍ପେଣ୍ଡ କରିବେ ଅତନୁ ସବ୍ୟସାଚୀକୁ ତାର ପ୍ରଶ୍ନ ଏଇନେ ଓଡ଼ିଶା ଲୋକମାନେ ବିଜୁ ଜନତା ଦଳ କର୍ମୀମାନେ ପଚାରୁଛନ୍ତି। ଏବଂ ତା ସହିତ କାଲି ଯୋଉ ପ୍ରତାପ ଜେନା ସସ୍ପେଣ୍ଡ ଅର୍ଡର ଦେଇଛନ୍ତି 22/8/2024, 22/8/2024 କୋଉ ଦିନ ହବ ସେ ଡେରାବିଶି ବ୍ଲକ ଯିଏ ଅଛନ୍ତି ଚେୟାରମ୍ୟାନ ସସ୍ପେଣ୍ଡ ହେବେ। ତେଣୁ ସେଇଟା ଗୋଟେ ବି ଏବେ ରୋଚକ ଘଟଣା। ଭରତପୁର ଡେରାବିଶି ଏବଂ ପାଟକୁରା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି, ଓଡ଼ିଶା ରାଜନୀତିରେ ପ୍ରତାପ ଜେନା ଯେହେତୁ ଦୋ ନମ୍ବରୀ କାର୍ଯ୍ୟକ୍ରମ କରୁଛନ୍ତି ସେ ପ୍ୟାଡ୍ ଧରିକି, ସିଏ ବି ସସ୍ପେଣ୍ଡ ହେବାର ଆବଶ୍ୟକତା ଅଛି। ଏବଂ ଯୋଉମାନେ ନବୀନ ବାବୁ ଆସିକି କହିଲେ ଯେ ଦଳ କଥା କହିଲେ ଯେ ଦଳର ଲୋକମାନଙ୍କୁ ଅଣଦେଖା କରିଥିଲେ, କାଲି ଯୋଉ 10,000 ଲୋକ ଭରତପୁର ଡେରାବିଶି ଆଉ ପାଟକୁରାରୁ ଆସିଥିଲେ ତାଙ୍କୁ ନବୀନ ବାବୁ କାହିଁ ଦେଖାଦେଲେନି? ଯଦି କର୍ମୀ ଓରିଏଣ୍ଟେଡ୍ ଏତେ, କର୍ମୀକି ଦେଖିଲେ କୁଆଡେ କୁତୁକୁତ ହଉଛନ୍ତି, କାହିଁ କାଲି ଦେଖାଦେଲେନି? ସେଟା ଗୋଟେ ପ୍ରଶ୍ନବାଚୀ। ଏବଂ ହିଞ୍ଜିଳିର 18 ମାସ ହେଲା, 18 ମାସ ହିଞ୍ଜିଳିର ଲୋକମାନଙ୍କୁ ଦେଖାଦେଲେଣି, କଣ୍ଟା ବାଞ୍ଜି ଲୋକଙ୍କୁ ଦେଖାଦେଲେଣି। ଏବଂ ଯୋଉମାନେ ଦଳ ବିରୁଦ୍ଧରେ ଯାଉଛନ୍ତି ସେଇମାନଙ୍କ ଯୋଉ ଦେଖନ୍ତୁ ଆପଣ ଉଦାହରଣ ସ୍ୱରୂପ ମନେକର ବ୍ଲକ ଚେୟାରମ୍ୟାନ ପ୍ରତାପ ଜେନାଙ୍କର ସବୁ ପଳେଇଛନ୍ତି ମାହାଙ୍ଗାରେ ଅଣଦେଖା କରିବାରୁ ଦଳର ଲୋକମାନଙ୍କୁ ଛି ଛାକର ବ୍ୟବହାର କରିବା ପ୍ରତାପ ଜେନାର ସବୁ ପଳେଇଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକ ବୁଲୁ ପ୍ରଧାନ ଆଡ଼େ। ଆପଣଙ୍କର ଦ୍ୱିତୀୟ କଥା ହେଉଛି ଆଉ ଗୋଟେ ଉଦାହରଣ ଆପଣ ଦେଖିବେ, ଏଇଟା ଆପଣଙ୍କର କୋଉଠି
ଆପଣ ଦେଖିବେ ଦେବୀ ମିଶ୍ରଙ୍କର ବ୍ଲକ ଚେୟାରମ୍ୟାନ୍ ପଳେଇଛନ୍ତି, ଜିଲ୍ଲା ଯୋଉ ସରପଞ୍ଚ ସମିତି ପଳେଇଲେଣି, ସିଏ କିନ୍ତୁ ଦଳ ବୁଝିବେ। ଏଆଡ଼େ ଏକରେ ହାରିଛନ୍ତି 50,000 20,000 ଲେଖା ଭୋଟରେ, ପୁଣି ତାଙ୍କ ଦଳ ଲୋକ ଗୁଡ଼ାକୁ ରଖେଇ ପାରୁନାହାନ୍ତି। ଏବଂ ଆଉ ଗୋଟେ ସବୁଠୁ ଉଦାହରଣ ଯାଜପୁର ଜିଲ୍ଲାରେ ବଡ଼ ବଡ଼ ନେତା ଏବଂ ପ୍ରମିଳା ମଲ୍ଲିକ ଭଳିଆ ଲୋକମାନେ ଯୋଉ ଗପୁଛନ୍ତି, ସେମାନେ ନିଜେ ବୁଝିବେ। ତାଙ୍କ ଜିଲ୍ଲା ପରିଷଦ ପଳେଇଲେଣି, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ପଳେଇଲେଣି, ଜିଲ୍ଲା ପରିଷଦ ଭାଇସ୍ ଚେୟାରମ୍ୟାନ୍ ପଳେଇଲେଣି, ଅଟକେଇ ପାରୁନାହାନ୍ତି। ସେମାନେ ଦଳ ଲୋକମାନଙ୍କୁ ଯେହେତୁ ବ୍ୟବହାର ଖରାପ କରୁଛନ୍ତି, ସେମାନେ ବାଧ୍ୟ ହେଇକି ଅଲଗା ଦଳକୁ ଯାଉଛନ୍ତି। ତାକୁ ଏଇନୁ ନବୀନ ପଟ୍ଟନାୟକ ନ ଦୃଷ୍ଟି ଦେଇ ଏଇ ଯୋଉମାନଙ୍କର ସବୁ ନାଁ ଗୁଡ଼ା ଆସିଲା ଆପଣଙ୍କର ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହଉଛି, ତାକୁ ଦୃଷ୍ଟି ଦିଅନ୍ତୁ। କାଲି କାହିଁକି 10,000 ଲୋକ ଯୋଉ ଆସିଥିଲେ କର୍ମୀମାନେ, ବିଜୁ ଜନତା ଦଳ ବିଜୁ ପଟ୍ଟନାୟକ ଭଲ ପାଉଥିବା, ନବୀନ ପଟ୍ଟନାୟକ ଭଲ ପାଉଥିବା, କିଏ ତାକୁ ଅଟକେଇଲା, କିଏ କାର୍ଯ୍ୟକ୍ରମ କଲା, କିଏ ସେଠି ପୁରୁଷ ମନ୍ଥରା ହିସାବରେ କାମ କରୁଛି, ତାକୁ ଡିଟେକ୍ଟ କରାଯାଉ ଏବଂ ସେଇ ବ୍ୟକ୍ତିମାନଙ୍କୁ ଆଗ ସସ୍ପେଣ୍ଡ କଲେ ଦଳ ଠିକ ଢଙ୍ଗରେ ଚାଲିବ। ଉତ୍ତର ପାଇଲେ ସବୁ ଥିଲା।